ঠিয়া কইবে ঠিয়া কইনে ভাই মানে সব শুনিবে তাঙ্কা স্ত্রী মানে ঠিয়া হওয়া ସବୁ ସତେ ତମ ସ୍ତ୍ରୀ ସତେ ତା ପାଇଁ ମୁଁ ବଞ୍ଚିଛି ରେ এই তো স্ত্রী পাই তু কোন বঞ্চিলু কোন ମୋ ସ୍ତ୍ରୀ ପାଇଁ ମୁଁ ବଞ୍ଚିଛି କହିବି হ্যাঁ ମାନେ ସମୟ ପଳେଇଯିବ পড়ু কহ 2 ঘଣ୍টা সময় পଳେଇବ নাই 2 ঘন্টা জীবনী କେତେ ସମୟ ନେବି মাত্র 5 মিনিট ভিতরে স্যার 5 মিনিট ভিତରେ শর্ଟରେ ସାରିଦେବି হ্যাঁ আচ্ছা 5 মিনিট ভিତରେ শর্ଟରେ ସାରିଦେବି ଆଜ୍ଞା ଦେଖନ୍ତୁ ମୋର ଯେତେବେଳେ ଜନ୍ମ ହେଲା ଜନ୍ମ ବେଳେ 21 ଦିବସ ହେଲା 21ରେ ପାଣି ପଟକା ସବୁ ଜାତକ ଫାତକ ସବୁ ନାମକରଣ ହୁଏ ଯେତେବେଳେ ଜାତକରେ ନାମକରଣ ହେଲା କୋଷ୍ଠୀରେ ବିଚାର ହେଲା ଶ୍ରୀକାନ୍ତର ବୟସ 16 କିମ୍ବା 17 କି 18 ଭିତରେ ଯିବ আচ্ছা ମାନେ ପାଠ ହଁ 17-18 ବର୍ଷ ତମ ଆୟୁଷ ଗଲା ଆୟୁଷ ଗଲା ବେଶୀ ଦିନ ଆଉ ବଞ୍ଚିବନି ଆଗକୁ ଯେତେବେଳେ କୋଷ୍ଠୀରେ ଏ କଥା ବିଚାର ହେଲା ମୋ ବାପା ବୋଉ ମନ ବହୁତ ଦୁଃଖ ବହୁତ ଆଡେ ମୋ ଗୋଷ୍ଠୀ ନେଇକି ବିଚାର କଲେ ଆରେ ଗୋଷ୍ଠୀ କଣ ମୋର ଭୁଲ ହଉଛି ନାଇଁ ତୋର ସବୁ ଠିକ ଯେତେବେଳେ ବହୁତ ଲୋକ ଗଲେ ପାଖରେ ନେଇକି ବିଚାର କଲେ ସେଇ କଥା ଶ୍ରୀକାନ୍ତର 18-19 ଆଉ ଦେଇଦେଲା ଯେହେତୁ ଏଇ କଥା ଶୁଣିଲେ ଘରେ ବହୁତ ବାପା ବୋଉଙ୍କର ମନ ଦୁଃଖ ହେଲା ମନ ଦୁଃଖ ହେଲା କିରିମେ ଯେତେବେଳେ ମତେ 14-15 ବର୍ଷ ହେଲା ମୋ ଗୋସିମା ସେଇଠୁ ଚିନ୍ତା କଲା ଆମର ତ ହଁ ମୋ ଗୋସିମା ଚିନ୍ତା କଲା କହିଲା ଦେଖ ବର୍ତ୍ତମାନ ପୁଅକୁ ଆସି 15 ବର୍ଷ ହେଇଗଲା 16 ବର୍ଷରେ ପୁଅକୁ ବାହାଘର ଆଚ୍ଛା ଯଦି ପୁଅକୁ ବାହାଘର କରିଦେବା ଆମ କୁଳ ରକ୍ଷା ହେଇଯିବ ଗୋଟେ ସନ୍ତାନ ସନ୍ତତି ହେଲେ ଆମ କୁଳ ରକ୍ଷା ହେଲା ତାପରେ ନିଶ୍ଚିତ ଇଏ ତ ମରିବ କୋଷ୍ଠୀ ବିଚାର ହେଇଛି 18-19 ଆଉ ଦେବନି ଗୋଟେ କାମ କରିବା ପୁଅକୁ ବାହାଘର କରିଦେବା ଏଇ କଥା ଚିନ୍ତା କରି ଠିକ 16-17 ବର୍ଷରେ ମୋର ବାହାଘର ହେଲା 17 ବର୍ଷରେ ମତେ ବାହାଘର କରିଦେଲେ 17 ବର୍ଷରେ ବାହାଘର ସରିଗଲା 18 ବର୍ଷ ମେଚ୍ ହେଲେ ଗୋଟେ ପିଲା ମାନେ ଗୋଟେ ବର୍ଷରେ ତୋର ପିଲା ଗୋଟେ ବର୍ଷରେ ବହୁତ ଚେଷ୍ଟାରେ ଗୋଟେ ମେଚ୍ ହେଲେ ଗୋଟେ ପିଲା ହେଲା ଆଚ୍ଛା ଯେତେବେଳେ ଗୋଟେ ପିଲା ହେଲା ମୋ ସ୍ତ୍ରୀ ତ ଭାରି ଫୁଲେ ତାକୁ ଧରି ଖାଲି ଗେଲ କରା ଏ ଘର ସେ ଘର ପଶିଗଲା ପୁଅ ହେଲା ମାନେ ଯା ହୁଏ ମନ ଯେତେବେଳେ ଏ ଘର ସେ ଘର ଫୁଲେ ହେଇକି ବୁଲିଲା ଏଇ ଯୋଉ ବୁଢୀ ଲୋକ ଗୁଡା ସବୁ ଥିଲେ ସେ ତ ଜାଣିଛନ୍ତି ମୋ ଘଟଣା କହିଲେ ଆଉ କେତେ ଫୁଲେ ହଉ ଆଉ ବିନା କହିଲେ ସ୍ୱାମୀ ମତ କରି ଦବା ଯେ ଛୁଆଟା ଧରି ଫୁଲେ ଏଇ କଥା କିରିମେ ଯାଇକି ମୋ ସ୍ତ୍ରୀ କାନରେ ବାଜିଲା ମୋ ସ୍ତ୍ରୀ ଯେତେବେଳେ କାନ୍ଦିଲା କହିଲା କଣ ମୋ ସ୍ୱାମୀ ଲୋକ ଅଛି ସବୁ ଚିନ୍ତା କରି ମୋ ସ୍ତ୍ରୀ କାହାକୁ କିଛି ନ କରେ କେହି ମନ୍ଦିର ପଳେଇ ଆସିବ ଯାଇକି କ୍ଷୀର ଢାଳିଲା ଦଧି ବାଡେଇଲା ଆରେ ନଡିଆ ବାଡେଇଲା କଦଳୀ ଛଡେଇଲା ମୁଁ ସବୁବେଳେ ଚିନ୍ତା କଲି ମନେ ଆରେ यार तो आगु पूजा भी किसी नथला यही के दिन ହେଲା कोन डेली मंदिर सकाळ संध्या जाऊ के घटना जेतर पैसा काई खर्च करता पता रे सब दिन काई मंदिर जाऊ तो दिन जाऊ तो बंद कर तमे से कथा जाना से कथा मते पचारना मु बहुत बार मंदिर को गई देखबा मंदिर को बहुत दिन जाई नडिया बाड़े घर्षण करी करी जतले शिव मु अधा भसा कर देले शिव आ को सज्ज करी पाइले कहले मां केतरा की बरा मागुचु मागी कहले प्रभु मो स्वामी तोर मृत्यु योग अछि 18 वर्ष रे मो स्वामी के तुम टिया पहुंचे दियो बाबा ने मां से दायित्व मोर नहीं तो स्वामी की नबा दायित्व होनी जमराजा तू गोटे काम करो जाई कि जमराजा को पूजा करो जब जमराजा संतुष्ट होबे ताले तो स्वामी की नेबे तो स्वामी मंदिर जी चालिला जमराजा घर जमराजा घर चालिला ठीक भोर समय जमराजा झाड़ा बात हाँ से मो स्त्री जाएंगे जमराजा को पछाड़ू कुंडे जमराजा कहले किए माँ मत शीघ्र छाड़ बर्तमान तलब देखला बाहर बाटे कहले ना प्रभु मोटे छाड़ी मत बर दिया ना छाड़ी माँ बर कौन शीघ्र कौन मैंने मंदिर अपवित्र हम बर शीघ्र बाबा मोर बर दरकार जे मो स्वामी 18 वर्ष मृत्यु योग अच्छी तुम्हें मो स्वामी के आनिब जदि मो स्वामी के आनिब मत
ସତର୍କବାଣୀ କଣ? କହିଲେ ଆଲୋ ମା ସତର୍କବାଣୀ କଣ ତତେ ଜଣେଇବି ମୋ ତୋ ସ୍ୱାମୀ କାହିଁକି? କହିଲେ ପ୍ରଭୁ ମୋର ଗୋଟିଏ ବୋଲି ପୁଅ ହେଇଛି ଆଉ ଗୋଟିଏ ସନ୍ତାନ ହେଇସାରିଲା ପରେ ତୁମେ ମୋ ସ୍ୱାମୀ କାହିଁକି? ଶିବ ମାନେ ଚମରାଜା ତ ଚଛରିଆ ଧାକା ଦେଖାଉଥିଲା ହଉ ମାତା ତୋର ଆଉ ଗୋଟେ ସନ୍ତାନ ହେଇସାରିଲା ପରେ ମୁଁ ତ ସ୍ୱାମୀ କାହିଁକି? ମୋର ସ୍ତ୍ରୀଟା ଫୁଲେଇ ଗାଇଲା ଛାତି ଫୁଲେଇ ଆସି ମୋ କଥା ଆସି ପହଞ୍ଚିଲା କହିଲା ସ୍ୱାମୀ ମାନେ କ'ଣ କଲା ଆଜି ଟିକେ ଫିଲ୍ମ ଦେଖିବାକୁ ଯିବା ମାନେ କୋଉଠି ଗଲା ଯାଜପୁର ଟାଉନ ଆମେ ଯାଇକି ପହଞ୍ଚିବୁ ସିନେମା ହଲ୍ ପାଖରେ ସ୍ୱାମୀ ତମେ ତମେ ଏଠି ଅପେକ୍ଷା କର ମୁଁ ଟିକେ ପାଖକୁ ଆସେ ଜିନିଷ ମତେ ମିଛ ଯାଇକି ମେଡିକାଲରେ ପହଞ୍ଚିଲା ମେଡିକାଲରେ ପହଞ୍ଚିକି ସାଙ୍ଗେ ସାଙ୍ଗେ ଫ୍ୟାମିଲି ପ୍ୟାଲି ମାନେ ଅପରେସନ ହେଇପଇଲା କେତେ ବୁଦ୍ଧି ମୋ ସ୍ତ୍ରୀର ସେଇଠି କଥାଟା ଶୁଣୁ ସେ କଥାଟା କଣ ସେ କହିବେ କି ତାପରେ ସଫା ହେଇକି ଆସିଲା ଆସିଥିଲା ସ୍ୱାମୀ କ'ଣ ହେଇଥିଲା ମୋ ଦେହ ଭଲ ନୁହେଁ କ'ଣ ହେଇଥିଲା ମତେ ବାନ୍ତି ଝାଡ଼ା ଦେଖେଇଲାଣି ଆଉ ଫିଲ୍ମ ଦେଖି ହବନି ସଫା କି ଆଉ ଫିଲ୍ମ ଦେଖିବନି ନା ଫିଲ୍ମ ଦେଖିବା ଆମେ ସିଧା ଘରକୁ ପଳେଇଛୁ ଘରକୁ ଆସି ସାରିଲା ପରେ 2-3 ମାସ ଲାଗି ଅଠର ହେଇଗଲା ଯୋଉ ଅଠର ହେଇଗଲା ତୁ ଜନ୍ମରାଜା ଆସିଲା ତାଙ୍କ ଦୂତ ମାନଙ୍କ ସାଙ୍ଗରେ ଆସିକି ଆମ ଘର ବାହାଘର ଡାକିଲେ ଶ୍ରୀକାନ୍ତ ବାବୁ ଘରେ ଅଛ ନା ଶୀଘ୍ର ବାହାର ମୋ ଦୂତ ଗଣ ଆସନ୍ତି ତମକୁ ଜମଳାକୁ ନେବାକୁ ପଡିବ ମୁଁ ଶୁଣିଛି ମୋ ତ ନିଦ ନ ବାଡ଼େଇଲେ ଛାଟୁଲେ ମୁଁ ଉଠେନି ମୋ କିଏ ଜମରାଜା ନମସ୍କାର କୁଆଡ଼େ ଆସିଲେ କହିଲେ ବର୍ତ୍ତମାନ ମୁଁ କହିଥିଲି 18 ବର୍ଷ ହେଇଗଲା ତା ସ୍ୱାମୀ ନବାକୁ ଆସିଲି କହିଲା ପ୍ରଭୁ ମତେ ବର ଦେଇଛ କହିଲା କି ବର କହିଲା ତୁମେ ମତେ ବର ଦେଇଛ ଆଉ ଗୋଟିଏ ସନ୍ତାନ ମୋର ହେଇଛି ଆଉ ଗୋଟିଏ ସନ୍ତାନ ହେଲେ ମୋ ସ୍ୱାମୀ କି ନବ ହଁ ସନ୍ତାନ ସେଇ ବର୍ତ୍ତମାନ ତ ଦେଇଛି ଆଉ ତ ଏପର୍ଯ୍ୟନ୍ତ କହୁନାହାନ୍ତି ତାପରେ ମୋ ସ୍ତ୍ରୀର କେତେ ବୁଦ୍ଧି ଆଉ ଅଛି ତ ଫ୍ୟାମିଲି ପ୍ଲାନିଂ କରିଦେଇଛି ଆଉ ପୁଅ ହବ ନା ଜମ କେତେ ବଞ୍ଚିଛୁ ଆଉ ଜମରାଜା କହିଲେ କ'ଣ ହେଇଛି ତୋରା ପୁଅ ଯୋଉ ହେଇନାହାନ୍ତି କହିଲେ ନା ସବୁ ଜମରାଜା କଥାଟାକୁ ଫେରିଗଲେ ମାନେ ମୋ ସ୍ତ୍ରୀର କେତେ ବୁଦ୍ଧି ମୋ ସ୍ତ୍ରୀ ସଚି ବୋଲି ମୋ ସ୍ତ୍ରୀ ଲାଗି ମୁଁ ସ୍ତ୍ରୀ ପାଇଁ ବଞ୍ଚୁ କଥାଟା ତ ନା ଆଉ ପୁଅ ହବ ନା ମତେ ଜମ ନବ ସଫା କହିଲେ ବାବୁ ହନୁରେ ଏ ଆଖିର ଲୁହକୁ ସମ୍ବଳ କରି ତ ମା ଯେ ଦୁନିଆରେ ବଞ୍ଚି ରହିଛି ଯଦି ମୋ ସ୍ୱାମୀ ବିପଦରେ ପଡ଼ି ଅଭାଗରେ ସୀତା କଥାଟା ମନେ ପକେଇଲେ ଏ ନାରୀର କର୍ତ୍ତବ୍ୟକୁ ପାଳନ କରିବା ପାଇଁ ରେ ବାବୁ ହଲୁ ଏ ଆଖିର ଲୁହକୁ ନେଇ ଯା ତ ପ୍ରଭୁ ମୋ ସ୍ୱାମୀ ରାମକୁ ଦେଇଦବ ଏ କଥାକୁ କହି ପରମ ବୈଷ୍ଣବୀ ସୀତା ଠାକୁରାଣୀ କଲେ କ'ଣ କଲେ ଦିଅନ୍ତି ଶ୍ରୀ କରବାରୀ দিয়ন্তি শ্রী করবারি
ଗ୍ରାମରେ ଥିବା ଶ୍ରୀକର ବାରିକୁ ପ୍ରଦାନ କଲେ। ହନୁମାନ ପହଞ୍ଚିଗଲେ ଯୁଦ୍ଧ କ୍ଷେତ୍ରରେ। ପ୍ରଭୁ ରାମଙ୍କ ହସ୍ତକୁ ବଢ଼ାଇ ଦେଇଛନ୍ତି। ରାମ ଭଗବାନ ମା ସୀତା ଦେଇଥିବା ଶ୍ରୀକର ବାରିକୁ ମୃତ ଶବ ମାଣ୍ଡବ ଅଧିପତି ରାଜା ଚିତ୍ରଦଙ୍କ ମୃତ ଶରୀର ଉପରେ ସତୀ ସୀତା କହି କହି ଯେତେବେଳେ ଚିନ୍ତନ କରିଛନ୍ତି ହେଲେ ବଞ୍ଚିଲା ମାଣ୍ଡବର ପତି ଅଧିପତି ରାଜା ଚିତ୍ରରଥ ବଞ୍ଚି ଯାଇଛି। 3 ଗୋଟି ସତ୍ୟ ବାପା ରକ୍ଷା ଭକ୍ତ ଭଗବାନଙ୍କର ମିଳନ ହୋଇଛି। ହଉ ଏବେ ଆଜ୍ଞା ଚାଲ ଭଲ ପଳେଇ ଯିବା ଶ୍ରୀକ୍ଷେତ୍ର ଆଉ ପତି ତ ପାବନ ଡାକେ ଥରକୁ ଥର ଚାଲ ଭଲ ପତି ତ ପାବନ ଆଉ କ୍ଷୀରବର ପଣ୍ଡିତ ମୋର କରିଲେ ଶ୍ରବଣ ଯାହା ଯାହା ନ୍ୟାୟ ମାନ ହେଲା ଆଲୋଚନା 3 ଗୋଟି ସତ୍ୟ ପରେ ହୋଇଗଲା ଯେ ରକ୍ଷ ଆଉ ଭକ୍ତ ଭଗବାନଙ୍କର ହୋଇଲା ମିଳନ ଏଇଠାରେ କଥା ଗୋଟି ରହିଗଲା ଜାଣ ଦୟା ରଖିଥିବେ ପୁଣି ସତ୍ୟ ନାରାୟଣ ବିଦାୟର ବେଳେ ପୁଣି କରେ ନିବେଦନ ଉଚ୍ଚ ସ୍ୱର ହରିବୋଲ ଥିବ ହୁଳ ହୁଳି କି ଦିନ ଜନ ସଂରକ୍ଷଣ ମହାବାହୁ ଦିନ ଜନ ସଂରକ୍ଷଣ ମହାବାହୁ ଦିନ ଜନ ସଂରକ୍ଷଣ ମହାବାହୁ।